ଥରେ ଗୋଟିଏ ଅସୁର 1000 ବର୍ଷ ମହାଦେବଙ୍କୁ ତପସ୍ୟା କଲା ପରେ ମହାଦେବ ତାଙ୍କ ତପସ୍ୟାରେ ସନ୍ତୁଷ୍ଟ ହୋଇ କହିଲେ, ବତ୍ସ ଯାହା ମାଗିବାର ଅଛି ମାଗ, ମୁଁ ତୋତେ ପ୍ରଦାନ କରିବି। ଅସୁର କହିଲା, ହେ ପ୍ରଭୁ, ମୋତେ ଏମିତି ଗୋଟିଏ ବର ଦିଅ ଯାହା ମସ୍ତିଷ୍କରେ ମୁଁ ହାତ ରଖିବି ସେ ଭସ୍ମ ହେଇଯିବ। ପ୍ରଭୁ ତଥାସ୍ତୁ କରିଦେଲେ। ସେ ଅସୁର ସ୍ୱର୍ଗମର୍ତ୍ତ୍ୟ ପାତାଳରେ ଏମିତି ଗୋଟିଏ ଆତଙ୍କ ମଚେଇଲା ଯେ ସମସ୍ତେ ଦେବଗଣ ଭୟଭୀତ ହୋଇଗଲେ। ଶେଷରେ ସେ କ'ଣ କଲା, ଈଶ୍ୱରଙ୍କୁ ମସ୍ତକରେ ହାତ ରଖିବା ପାଇଁ ତାଙ୍କୁ ଗୋଡ଼େଇଲା। ସେ ଭାବିଲା, ମୁଁ ଯଦି ଈଶ୍ୱରଙ୍କ ମସ୍ତକରେ ହାତ ରଖିବାକୁ ଭସ୍ମ କରିଦେବି ତାହେଲେ ପାର୍ବତୀ ମୋର ହୋଇଯିବେ। ସେ ଈଶ୍ୱରଙ୍କ ପଛରେ ଗୋଡ଼େଇଲା। ସବୁ ଦେବଗଣ ଭୟଭୀତ ହୋଇ ନାରାୟଣଙ୍କ ପାଖକୁ ଗଲେ। ନାରାୟଣ କ'ଣ କଲେ, ଗୋଟେ ସୁନ୍ଦର ରୂପସୀ ନାରୀ ହୋଇ ତାଙ୍କ ସାମ୍ନାକୁ ଆସିଲେ। ତାଙ୍କ ସାମ୍ନାରେ ସେ କ'ଣ କଲେ ନା ଓଡ଼ିଶୀ ନୃତ୍ୟ କଲେ। ଓଡ଼ିଶୀ ନୃତ୍ୟ କରୁ କରୁ ତାଙ୍କ ହସ୍ତକୋଣ ମସ୍ତକରେ ରଖିଲେ। ଅସୁର ମଧ୍ୟ ତା ପଛରେ ଓଡ଼ିଶୀ ନୃତ୍ୟ କରି କରି ଗଲା, ତା ମସ୍ତକରେ ତା ହାତ ରଖିଦେଲା। ଯେତେବେଳେ ମସ୍ତକରେ ହାତ ରଖିଦେଲା, ବର ତା ଉପରକୁ ଚାଲିଗଲା, ଅସୁର ଭସ୍ମ ହୋଇଗଲା। ସେଇଥିପାଇଁ ଆଜ୍ଞା